କଳ୍ପନା କରନ୍ତୁ ଏପରି ଏକ ତତ୍ତ୍ୱ ଯିଏ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ଭିତରେ ବାହାରେ ଏବଂ ବିଦ୍ୟମାନ ଅଛନ୍ତି, ଯାହାକୁ ଆପଣମାନେ ଦେଖିନାହାନ୍ତି କିନ୍ତୁ ଅନୁଭବ ନିଶ୍ଚୟ କରିଛନ୍ତି। ଏପରି ଏକ ଦେବତା ଯିଏ ଯେତେବେଳେ ଚାହିଁବେ ଏହି ସଂସାରରେ ଜନ୍ମ ନେଇ ଏହାକୁ ରକ୍ଷା କରିବେ ଏବଂ ଯେତେବେଳେ ଚାହିଁଲେ ସୃଷ୍ଟିକୁ ପୁଣି ଶୂନ୍ୟରେ ପରିଣତ କରିପାରିବେ। ସେହି ତତ୍ତ୍ୱର ନାମ ହେଉଛି ଭଗବାନ ବିଷ୍ଣୁ। କିନ୍ତୁ ଆପଣ କ'ଣ ପ୍ରକୃତରେ ଜାଣିଛନ୍ତି କି ବିଷ୍ଣୁ କିଏ? ଯେଉଁମାନେ ବି ଏହି ସଂସାରକୁ ଦେଖିଛନ୍ତି ସେମାନେ ଏହା ମାନିଛନ୍ତି ଯେ ଯେଉଁ ବ୍ରହ୍ମା ସୃଷ୍ଟି ରଚନା କରିଛନ୍ତି। କିନ୍ତୁ ଆପଣଙ୍କର କେବେ ମନେ ଭାବିଛନ୍ତି କି ବ୍ରହ୍ମା ନିଜେ କେଉଁଠୁ ଆସିଲେ? ପୁରାଣରେ କୁହାଯାଏ ଯେ ବ୍ରହ୍ମା ବିଷ୍ଣୁଙ୍କ ନାଭିରୁ ବାହାରି ପଦ୍ମରୁ ସୃଷ୍ଟି ହୋଇଥିଲେ, ଅର୍ଥାତ୍ ବ୍ରହ୍ମା ମଧ୍ୟ ବିଷ୍ଣୁଙ୍କର ଏକ ସୃଷ୍ଟି ଅଟନ୍ତି। କିନ୍ତୁ ଯଦି ବିଷ୍ଣୁ ସୃଷ୍ଟି ପୂର୍ବରୁ ଥିଲେ ତେବେ ସେ ନିଜ କିପରି ଅସ୍ତିତ୍ୱ ହେଲେ? ଏହି ରହସ୍ୟମୟ କାହାଣୀକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି ଭିଡ଼ିଓରେ ଆପଣ ଅନେକ ଜିନିଷ ବିଷ୍ଣୁଙ୍କ ଉତ୍ପତ୍ତି କିପରି ହେଲା ଜାଣିବା। ଏହି ବ୍ରହ୍ମାଣ୍ଡ ରଚନା କିଏ ଏବଂ ବିଷ୍ଣୁ ଏହି ସୃଷ୍ଟିର ଭୂମିକା ଗ୍ରହଣ କରିଥାନ୍ତି। ଆପଣଙ୍କୁ ଏମିତି ଅନେକ ପ୍ରଶ୍ନ ଉତ୍ତର ମିଳିବ ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ତେଣୁ ଭିଡ଼ିଓଟିକୁ ସ୍କିପ୍ ନକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଯାଏ ଦେଖନ୍ତୁ। ପ୍ରତିଟି ମୁହୂର୍ତ୍ତରେ ଏକ ଗଭୀର ରହସ୍ୟ ଲୁଚି ରହିଛି। ଏଥିପାଇଁ ଆପଣଙ୍କୁ ନେଇଯିବାକୁ ହେବ ଏକ ଏମିତି ସମୟକୁ ଯେଉଁଠି ସମୟର କୌଣସି ଅସ୍ତିତ୍ୱ ନାହିଁ, ଏମିତି ଏକ ସ୍ଥାନ ଯାହାର କୌଣସି ନାମ ଅଛି ନା ପରିଣାମ, ଏମିତି ଏକ ଅୟାମ ଅଛି ଯାହା ସମସ୍ତ ଅୟାମରୁ ଊର୍ଦ୍ଧ୍ୱର, ଯେଉଁଠାରେ କେହି ଯାଇପାରିନାହାନ୍ତି, ଦେଖିପାରିନାହାନ୍ତି, ଏମିତି ଏକ ସତ୍ୟ ଯାହା ପ୍ରତି ସତ୍ୟରୁ ଊର୍ଦ୍ଧ୍ୱ। ଆସନ୍ତୁ ଭେଟିବା ସଦାଶିବଙ୍କୁ। ଏହି ବ୍ରହ୍ମାଣ୍ଡର ଆରମ୍ଭ ନା କୌଣସି ତାରା ଥିଲା, ନା ସୂର୍ଯ୍ୟ, ନା ଚନ୍ଦ୍ର, ନା ସମୟ ଥିଲା, ନା ଦିଗ, କେବଳ ଶୂନ୍ୟ ଥିଲା ଏବଂ ସେହି ଶୂନ୍ୟରେ ଥିଲେ ସଦାଶିବ। କୌଣସି ଦେହଧାରୀ ନୁହନ୍ତି, ତାଙ୍କର କୌଣସି ରୂପ ନାହିଁ। ସେ ପରମ ବ୍ରହ୍ମ ଯିଏ ସାକ୍ଷାତ୍ ଅବ୍ୟକ୍ତ। ସେ ଜନ୍ମ ନିଅନ୍ତି ନାହିଁ, ମୃତ୍ୟୁ ପ୍ରାପ୍ତ ହୁଅନ୍ତି ନାହିଁ, ତାଙ୍କର କୌଣସି ବି ହୋଇଥାଏ। ସେ ନା ଗଢ଼ା ହୁଅନ୍ତି ନା ନଷ୍ଟ ହୁଅନ୍ତି। ସେ ସଦାସର୍ବଦା ବିଦ୍ୟମାନ, ସମୟ ଏବଂ ଅୟାମର ଊର୍ଦ୍ଧ୍ୱ ଏକ ଏବଂ ଅନେକ। ଆମ ସମସ୍ତ ଭିତରେ ଯେତେବେଳେ କିଛି ନା ଥିଲା ସେତେବେଳେ ସେ ଇଚ୍ଛା କଲେ ମୁଁ ଏକ ରୂପ ଦେବି। ଏହି ଚେତନା ଯିଏ ପାଳନ କରେ, ଯିଏ ରଚନା କରେ, ଯିଏ ପରିଚାଳନା କରେ, ସେହି ଇଚ୍ଛାରୁ ତାଙ୍କର ଛାୟାରୁ ପ୍ରକଟ ହେଲେ ଶ୍ରୀ ନାରାୟଣ। ନାରାୟଣ ଯିଏ ଏପର୍ଯ୍ୟନ୍ତ ଅଦୃଶ୍ୟ ବ୍ରହ୍ମ ଚେତନା ଥିଲେ। ସଦାଶିବ ତାଙ୍କୁ ଶ୍ରୀହରିଙ୍କ ରୂପରେ ପ୍ରତିଷ୍ଠିତ କଲେ। ତାପରେ ନାରାୟଣ ଯୋଗ ନିଦ୍ରାରେ ଲୀନ ହେଲେ ଏବଂ ପୁଣି ତାଙ୍କର ନାଭି କମଳରୁ ପ୍ରକଟ ହେଲେ ଚାରି ମୁଖ ବିଶିଷ୍ଟ ବ୍ରହ୍ମା। ଏହି କମଳ କୌଣସି ସାଧାରଣ ପୁଷ୍ପ ନଥିଲା, ଏହା ହିରଣ୍ୟ ଗର୍ଭ ଥିଲା। ଚେତନା ଏବଂ ସୃଷ୍ଟିର ବିହନ ମଝିରେ ବ୍ରହ୍ମାଙ୍କ ଆଖି ଖୋଲିଲା ଏବଂ ସେ ଚାରିଆଡ଼େ ଚାହିଁଲେ, କିନ୍ତୁ ତାଙ୍କର ନଜର ଉତ୍ପତ୍ତି ବିଷୟରେ ଜ୍ଞାନ ନଥିଲା। ସେ ପଚାରିଲେ ମୁଁ କିଏ ଅଟେ, କିଏ ମୋତେ ତିଆରି କଲା? କିନ୍ତୁ କୌଣସି ଉତ୍ତର ନଥିଲା। ସେତେବେଳେ ସେ ହଜାର ହଜାର ବର୍ଷ ଧରି ଧ୍ୟାନ କଲେ, ବର୍ଷ ପର୍ଯ୍ୟନ୍ତ, ଏବଂ ଶେଷରେ ନାରାୟଣଙ୍କ ଯୋଗ ନିଦ୍ରା ଥିବା ଏବଂ ଜାଣିଲେ ଯେ ସେ ତାଙ୍କର ନାଭିରୁ ଜନ୍ମ ହୋଇଛନ୍ତି ବୋଲି। କିନ୍ତୁ ଏହା ମଧ୍ୟ ଏକ ଗଭୀର ରହସ୍ୟ ଥିଲା। ଯେତେବେଳେ ବ୍ରହ୍ମା ନାରାୟଣଙ୍କୁ ତାଙ୍କର ଉତ୍ପତ୍ତି ବିଷୟରେ ପଚାରିଲେ, ନାରାୟଣ କହିଲେ ମୁଁ ମଧ୍ୟ ଅନେକ କାହାର ଇଚ୍ଛାରୁ ପ୍ରକଟ ହୋଇଛି ଅଟେ। ମୋର ଆଦି ମଧ୍ୟ ଅଛି ଏବଂ ଅନ୍ତ ମଧ୍ୟ ଅଛି ଏବଂ ସେ ହେଉଛନ୍ତି ସଦାଶିବ। ସେତେବେଳେ ବ୍ରହ୍ମା ପ୍ରଥମ ଥର ଧ୍ୟାନ କଲେ ଏବଂ ଶିବ ତତ୍ତ୍ୱରେ ଉପରେ ଏବଂ ମହତ୍ତ୍ୱରେ ଶିବଲିଙ୍ଗ ରୂପରେ ପ୍ରକଟ ହେଲେ। ସଦାଶିବ ସେହି ଶିବଲିଙ୍ଗ ଥିଲା ଯାହାର ନାମ ଆଦି ନା ଅନ୍ତ ଥିଲା। ସେଠାରେ ହିଁ ବ୍ରହ୍ମା ଆରମ୍ଭ ହେଲେ ତ୍ରିମୂର୍ତ୍ତ। ବ୍ରହ୍ମା ଯିଏ ସୃଷ୍ଟିକର୍ତ୍ତା, ବିଷ୍ଣୁ ଯିଏ ପାଳନକର୍ତ୍ତା ଏବଂ ରୁଦ୍ର ସଂହାରକର୍ତ୍ତା, ଶିବ ଯିଏ ସଦାଶିବଙ୍କର ଛାୟା ଅଟନ୍ତି।
ଏବେ ଆସନ୍ତୁ ବିଷ୍ଣୁଙ୍କ ସତ୍ୟ ବିଷୟରେ କଳ୍ପନା କରନ୍ତୁ। ଏକ ଅନନ୍ତ ମହାସାଗର, ଯାହାକୁ କ୍ଷୀର ସାଗର କୁହାଯାଏ, ସେଠାରେ ଏକ ବିଶାଳ ଶେଷନାଗ ଉପରେ ଜଣେ ଶାନ୍ତ ସ୍ୱରୂପ ଶୋଇଛନ୍ତି। ତାଙ୍କର ରଙ୍ଗ ସମୁଦ୍ରର ଗଭୀରତା ପରି ନୀଳ, ଆଖି ବନ୍ଦ ଅଛି କିନ୍ତୁ ସବୁ ଦେଖୁଛନ୍ତି। ତାଙ୍କର ପାଦ ପାଖରେ ଲକ୍ଷ୍ମୀ ଅଛନ୍ତି ଏବଂ ନାଭି ଏକ ପଦ୍ମରୁ ବାହାରୁଛନ୍ତି ଯେଉଁଥିରେ ବ୍ରହ୍ମା ବସିଛନ୍ତି। ଏହି ଦୃଶ୍ୟ କେବଳ କଳ୍ପନା ନୁହେଁ, ଏହା ବ୍ରହ୍ମାଣ୍ଡର ଉତ୍ପତ୍ତି ପ୍ରତୀକ। ଶେଷନାଗ, ଯାହାକୁ ଉପରେ ବିଷ୍ଣୁ ବିରାଜମାନ ଅଛନ୍ତି, ତାଙ୍କର 1000 ଫଣାରୁ ସମୟରେ ପ୍ରବାହ ନିର୍ଗତ ହୁଏ। କ୍ଷୀର ସାଗର କୌଣସି ଭୌତିକ ସ୍ଥାନ ନୁହେଁ ବରଂ ଚେତନା ଏକ ସ୍ତରରେ ଅଟେ, ଯେଉଁଠାରେ କେବଳ ଯୋଗୀମାନେ ନିଜ ଧ୍ୟାନ ବଳରେ ପହଞ୍ଚି ପାରିବେ। ବିଷ୍ଣୁ କୌଣସି ସାଧାରଣ ଦେବତା ନୁହନ୍ତି। ସେ କେବଳ ପାଳନକର୍ତ୍ତା ନୁହନ୍ତି, ସେ ସମୟର ସୀମା ବାହାରେ ଅଛନ୍ତି। ବେଦକୁ କୁହେ ଯେ ନିଜେ ବିଷ୍ଣୁ ଅଧୀନରେ। ବୈକୁଣ୍ଠ କେବଳ ଏକ ଶବ୍ଦ, ଏକ ବିଶ୍ୱାସ ଏବଂ ଏକ ରହସ୍ୟ। ଶ୍ରୀମଦ୍ ଭଗବତ ବର୍ଣ୍ଣନା ଅଛି ଯେ ବୈକୁଣ୍ଠ ବ୍ରହ୍ମାଣ୍ଡର ଉପରେ ଅବସ୍ଥିତ, ଯେଉଁଠାରେ ଦ୍ୱାରପାଳ, ଜୟ ଏବଂ ବିଜୟ ଠିଆ ହୋଇଛନ୍ତି। ରତ୍ନର ଖଚିତ ପ୍ରାସାଦ ଅଛି। ଗନ୍ଧର୍ବ ସବୁବେଳେ ନାରାୟଣଙ୍କର ଭଜନ ଗାଉଛନ୍ତି। ସେଠାରେ ଦୁଃଖ, ସମୟ, ମୃତ୍ୟୁ କିମ୍ବା ମୋହର କୌଣସି ପ୍ରବେଶ ନାହିଁ। ପୁରାଣରେ କୁହାଯାଇଛି ଯେ ବୈକୁଣ୍ଠ ପ୍ରବେଶ ଦ୍ୱାର କେବଳ ଭକ୍ତମାନେ ଖୋଲିଥାଏ। ଯେଉଁ ଯୋଗୀମାନେ କହନ୍ତି ବୈକୁଣ୍ଠ କୌଣସି ଦିଗ ନୁହେଁ, ଏହା ଏକ ସ୍ଥିତ ଯେଉଁଠାରେ ଆତ୍ମା ପୂର୍ଣ୍ଣ ଶାନ୍ତିରେ ପ୍ରବେଶ କରେ। ରାମ ଏବଂ କୃଷ୍ଣଙ୍କର ବିଷ୍ଣୁଙ୍କ ଅବତାର ଅଟନ୍ତି, କିନ୍ତୁ ନାରଦ ପୁରାଣରେ ଏହା ମଧ୍ୟ କୁହାଯାଏ ଯେ ଏହି ଅବତାର କେବଳ ରୂପ ନୁହେଁ ବରଂ ଶକ୍ତିର ପ୍ରୟୋଗ ଅଟେ। ପ୍ରତି ଯୁଗରେ ବିଷ୍ଣୁ ନିଜ ଯୁଗ ଅନୁଯାୟୀ ଗଢ଼ିଥାନ୍ତି। ରାମ ଧର୍ମ ଓ ଶକ୍ତିର ସ୍ୱରୂପ ଅଟନ୍ତି। କୃଷ୍ଣ ଜ୍ଞାନ ଓ ଶକ୍ତିର ସ୍ୱରୂପ ଏବଂ ଆଗାମୀ କଳ୍କି ଅବତାର ବିଷ୍ଣୁର ବିନାଶ ଏବଂ ପୁନର୍ନିର୍ମାଣ ଶକ୍ତି ସ୍ୱରୂପ ହେବେ। ଭବିଷ୍ୟ ପୁରାଣ ଅନୁସାରେ ବିଷ୍ଣୁ ପୂର୍ବରୁ ଏହି 1000 ଯୁଗ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ପ୍ରତି ଯୁଗରେ ଅଲଗା ଶକ୍ତି ସହିତ ତାଙ୍କର ପ୍ରକଟ ହେବା ନିଶ୍ଚିତ ଅଟେ। ବହୁତ ଲୋକ ପଚାରିଥାନ୍ତି ଯେ କ'ଣ ଆଜି ବିଷ୍ଣୁ ପୃଥିବୀ ଉପରେ ଅଛନ୍ତି କି? ଏବଂ ପୃଥିବୀ ହେଉଛି କିନ୍ତୁ ଏହି ରୂପ ମୋ ଠାରୁ ନୁହେଁ, ଶକ୍ତି ମଧ୍ୟରେ ଅଛନ୍ତି। ଯେଉଁଠାରେ ବି କୌଣସି ଧ୍ୟାନମଗ୍ନ ସାଧକ ବସିଛନ୍ତି, ଯେଉଁଠାରେ ବି କୌଣସି ମା ନିଜ ସନ୍ତାନକୁ ଶୁଆଉଛନ୍ତି, ଯେଉଁଠାରେ ବି କୌଣସି ବୃଦ୍ଧ ସନ୍ଥ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ସେଠାରେ ବିଷ୍ଣୁ ଅଛନ୍ତି। ବିଷ୍ଣୁଙ୍କ ଅଂଶାବତାର ଆଜି ବି ପୃଥିବୀରେ ଜନ୍ମ ନିଅନ୍ତି, ଯାହାକୁ ଆମେ ସନ୍ଥ, ଗୁରୁ କିମ୍ବା ମହାତ୍ମା ରୂପରେ ଚିହ୍ନିଥାଉଁ। ସେମାନେ ସବୁବେଳେ ସମାଜକୁ ସନ୍ତୁଳନ ରଖିବା ପାଇଁ ଗୁପ୍ତ ରୂପରେ ସକ୍ରିୟ ରଖନ୍ତି। ବ୍ରହ୍ମ ବୈତରଣ ପୁରାଣ କହେ ଯେ କଳିଯୁଗର ଶେଷ ଯେତେବେଳେ ଅଧର୍ମର ସୀମା ଟପିଯିବ, ସେତେବେଳେ ବିଷ୍ଣୁଙ୍କ ନିଜେ କଳ୍କି ରୂପରେ ପ୍ରକଟ ହେବେ। ତାଙ୍କର ବାହନ ଧଳା ଘୋଡ଼ା ହେବ। ତାଙ୍କର ଉଦ୍ଦେଶ୍ୟ ଅଧର୍ମକୁ ବିନାଶ କରିବା ହେବ। ସତ୍ୟଯୁଗର ପ୍ରତ୍ୟବନ ହେବ ଏବଂ ରାମ ଏବଂ କୃଷ୍ଣ ରୂପରେ ବିଷ୍ଣୁଙ୍କ ଯାହା କଲେ ତାହା କେବଳ ଧର୍ମର ସ୍ଥାପନା ନଥିଲା, ତାହା ଚେତନା ଉଚ୍ଚତା ପ୍ରଦାନ କରିବା ଥିଲା। ଏବଂ ଆଜି ବି ପ୍ରତ୍ୟେକ ଭକ୍ତ ହୃଦୟର କେଉଁଠି ବି ନା କେଉଁଠି ବିଷ୍ଣୁଙ୍କ ମୌନ ରୂପରେ ବସିଛନ୍ତି। ତେଣୁ ବନ୍ଧୁଗଣ, ବିଷ୍ଣୁ କେବଳ ଜଣେ ଦେବତା ନୁହନ୍ତି, ସେ ସମୟର ଏପାରେ ସେପାରେ ବ୍ୟାପିଥିବା ଏକ ଶକ୍ତି ଥିଲା। ସେ ସେହି ଯେ ଦେଖାଯାଆନ୍ତି ନାହିଁ। ସବସ୍କ୍ରାଇବ୍ କରନ୍ତୁ।